କୁହ କୁହ ଶୀଘ୍ର ଭୟ କି ନିର୍ଭୟ? ନିର୍ଭୟ ମାମୁଁ ନିର୍ଭୟ। ଆପଣ ହେଉଛନ୍ତି ବଡ଼ ଭାଗ୍ୟବାନ। ବହୁ ଦିନ ପରେ ରୂପ ତୁମ ଲଭିଲି ଦର୍ଶନ। କୁହ କୁହ ଶୀଘ୍ର ଭୟ କି ନିର୍ଭୟ? ନିର୍ଭୟ ମାମୁଁ ନିର୍ଭୟ। ଆପଣ ହେଉଛନ୍ତି ବଡ଼ ଭାଗ୍ୟବାନ। ଆପଣଙ୍କ ଦୁର୍ଦ୍ଦଶା ଆଜିଠାରୁ ହୋଇବ ବିଲୋପ। ମାମୁଁ ଶୁଣ ସେ ଖବର, ସେ ଯେ ନୁହନ୍ତି ଶତ୍ରୁ ତୁମର। ହେ ମାମୁଁ ଶୁଣ ସେ ଖବର। ଜନ୍ମିଛନ୍ତି ହରିହର ଦୁଷ୍ଟଙ୍କ ବିନାଶେ। ଅତି ଶୀଘ୍ର ଯାଇ ତାଙ୍କ ସହ କରନ୍ତୁ ସାକ୍ଷାତ। ବାଣୀ ବୋଧି ରାଜ୍ୟଭୋଗ ଦେବେ ଆପଣଙ୍କୁ। ଏବେ ଚାଲ ଶୀଘ୍ର ମାରୁତି। ରାମ ଲକ୍ଷ୍ମଣଙ୍କ ସାକ୍ଷାତ ନ କରିବା ପର୍ଯ୍ୟନ୍ତ ଏ ମନ ମଧ୍ୟରେ ଶାନ୍ତି ନାହିଁ।
ମାତୁଳ ଭବିଷ୍ୟତରେ ନିଶ୍ଚୟ ଉପକାର କରିବ। ମୋର ପ୍ରଣାମ ଗ୍ରହଣ କରନ୍ତୁ ରଘୁପତି। ବହୁ ଦିନ ପରେ ରୂପ ତୁମ ଲଭିଲି ଦର୍ଶନ। ଆଜି ମୁଁ ନିଜକୁ ବଡ଼ ଭାଗ୍ୟ ମନେ କରେ। ଏବେ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ବୀର। ଅଯୋଧ୍ୟାରେ ଘର ଆମ୍ଭେ କବିରାଜନ ପିତୃ ସତ୍ୟ ପାଳିବନେ ଆସିଅଛି ଭାଇ ସଙ୍ଗେ ଘେନି ଭାତୃ ପତ୍ନୀ ବେନି ପଞ୍ଚବଟୀ ବନେଇଥିଲି ମଳିଆ କରିଣ ଲଙ୍କାର ଦୈତ୍ୟ ରାବଣ ମାୟା ବେଶେ ଜାତି ରୂପେ ହରିନେଲା ପତ୍ନୀକୁ ମୋହରି ପତ୍ନୀ ବିଚ୍ଛେଦରେ ବୁଲି ସୋକା କୁଳେ ଭ୍ରମି ଅକସ୍ମାତେ ଭେଟ ହଲି ତୁମ ପାଶେ ଆସି ମୋର ନାମ ଅଟେ ରାମ ସେ କବିରାଜନ ସାନୁଜ ଭାଇ ଲକ୍ଷ୍ମଣ ସେ ମୋର କନିଷ୍ଠ ପ୍ରଭୁ ରଘୁପତି ବସିଥିଲି ସଙ୍ଗେ ଘେନି ଚାରି ମନ୍ତ୍ରୀ ପର୍ବତ ଶିଖରେ ଶୂନ୍ୟ ପଥେ ଜାନେ ବସି ଏକୋଇ ରମଣୀ ସ୍କନ୍ଦନ କରୁଥିଲା ରାମ ନାମ ସ୍ମରି ଅମୃତାର ଖୋଲି ଦେଇ ରତନ ଭୂଷଣ ଫିଙ୍ଗି ଦେଇଥିଲା ଏଇ ଶିଳାର ଉପରେ ରଖିଛି ଆଣି ସାଇତି ଯତ୍ନେ ଆହେ ରାମଚନ୍ଦ୍ର। ଏବେ ଆଣନ୍ତୁ କବିରାଜ କାହିଁ ସେଇ ରତନ ଭୂଷଣ ବାବୁରେ ହନୁମାନ ଶୀଘ୍ର ଯାଅ ଗୁମ୍ଫାର ମଧ୍ୟକୁ ଘେନି ଆସ ରତନ ଭୂଷଣ। ମାତୁଳ আরে এ যে মসিতার রত্নহার କେଉଁ କାରଣରୁ ତୁମେ ହେ କବିରାଜନ ବାସ କରିଅଛ ଏଇ ପର୍ବତ ଶିଖରେ? দুঃখ ছামুরে পুଣି রে কর্ণ হইব সবদ শুনি শ্রীরাম হে तेबे शुणिबाकू चाहुछंती प्रभु रघुपति? हाँ तेबे शुणतु सेई पूर्व कथा। ଭାଗ୍ୟକୁ ଛଅଗୋଟି ବାଣର ପରିଚୟ ସମ୍ମୁଖେ ଏବେ ମୁଁ ଗୋଟା ଗୋଟା କରି ତୁମମାନଙ୍କୁ
ସଂଗ୍ରାମ ଏ ସଂଗ୍ରାମ ସ୍ଥଳୀରେ ଜଣାଯିବ କିଏ ସେ ମୂଷା କିଏ ସେ ମାର୍ଜନା।